ସାର୍ କ'ଣ କହିବେ ଆଜି ଜନ ଅଭିଯୋଗ ଶୁଣାଣି ପଞ୍ଚାୟତ ସ୍ତରୀୟ ହେଉଛି ଆମର କୋରକଡ଼ା ପଞ୍ଚାୟତ ସେ ବିଷୟରେ କ'ଣ କହିବେ? ଆଜି ଆମର ମଲ୍ଟି ଗ୍ରିଭେନ୍ସଟା ଆରେଞ୍ଜ ହେଇଥିଲା କୋରକଡ଼ା ପଞ୍ଚାୟତରେ। ଆମେମାନେ ସବୁ ବ୍ଲକ୍ ଲେଭେଲ୍ ଫଙ୍କସନାରିଜ୍ ଆଉ ସବୁ ଅଫିସିଆଲ୍ସ ମାନେ ପ୍ରେଜେଣ୍ଟ ଅଛନ୍ତି। ଆମକୁ ଏପର୍ଯ୍ୟନ୍ତ ବି 21ଟା ଆପ୍ଲିକେସନ୍ ମିଳିସାରିଲାଣି। ସେ ଦରଖାସ୍ତ ପ୍ରାୟ ଆମେମାନେ ଏଇ ଲେଭେଲରେ ଯେତେ ଚାହୁଁଛୁ ଡିସ୍ପୋଜ୍ କରିବା ପାଇଁ ଚେଷ୍ଟା କରୁଛୁ। ଆଗକୁ ବି ଲୋକ ଆସୁଛନ୍ତି, ଆମେ ଅଛୁ। ଆଉ ଯେଉଁଗୁଡ଼ାକ ଅଲଗା ଅଲଗା ଡିପାର୍ଟମେଣ୍ଟର ଅଛି ଆମେ ସେମାନଙ୍କୁ ଫରୱାର୍ଡ଼ କରିକି ଡିସ୍ପୋଜ୍ କରିବାକୁ ଚେଷ୍ଟା କରୁଛୁ। ସେ କ'ଣ କହିବେ ଏଇ ଯେଉଁ ଓଲ୍ଡ ଏଜ୍ ପେନ୍ସନ୍ ବର୍ତ୍ତମାନ 3-4 ମାସ ହେବ ଆସିପାରୁନି ସେ ବିଷୟରେ କ'ଣ କହିବେ? ଏଇଟା ସରକାରଙ୍କ ପଇସା ନାହିଁ ନା ଏଇଟା କ'ଣ ଯାନ୍ତ୍ରିକ ତ୍ରୁଟି ରହୁଛି କ'ଣ ତା'ର? ଏଇଟା ଗୋଟେ ଆମର ଟ୍ରେଜେରୀ ଲେଭେଲରେ ଗୋଟେ ଟେକ୍ନିକାଲ୍ ଇସ୍ୟୁ ଥିଲା ଯେଉଁଟାକି ଏବେ ସର୍ଟ ଆଉଟ୍ ହେଇଯାଇଛି। ଆମର ୱିଦିନ୍ 2-3 ଡେଜ୍ ଆସିବ। ଏଇଟା ଲୋକଙ୍କର ଏଇ ଯେଉଁ ଅଭିଯୋଗ ରହୁଛି କେତେ ଦିନ ଭିତରେ ସଲ୍ଭ ବୋଲି ରହୁଛି? ଆମର ପ୍ରାୟ ଅଭିଯୋଗ ସବୁ ଅଛି ଘର ରିଲେଟେଡ୍, ଯେଉଁଟାକି ଆମେମାନେ ସର୍ଭେ କରିଦେଇଛୁ 90%। ଯଦି କିଛିଟା ରହିଯାଇଥିବ ସେଇଟା ଆମେ ୱିଦିନ୍ 1 ୱିକ୍। सर ये वास्तविक कार्यकारिता हम ना ये प्रायोजित कार्य हम सरकार ये जो वास्तविक सब लोक प्रश्न तो